ପାଖାପାଖି 7ଟି ଗାଡ଼ି ଆଜି ଚାଲାଣ ହେଇଛି। କେତେ ଇୟର ଫାଇନ୍ ପଡିଛି? ତାର ପ୍ରତ୍ୟେକ ଗାଡ଼ିକୁ 5,000 ଲେଖା ଫାଇନ୍ ପଡ଼ିଛି। କୋଉ ଗ୍ରାଉଣ୍ଡରେ ସେମାନେ ଫାଇନ୍ ପକାଉଛି? ଆମର ଯେଉଁ ଗୁଡ୍ସ ଗାଡ଼ିରେ ପାସେଞ୍ଜର ନେଉଛନ୍ତି ତା ପାଇଁ ଫାଇନ୍ ପଡ଼ିଛି। ଆଜି ଆମର 3 ଦିନ ଚାଲିଛି ସ୍ପେଶାଲ ଡ୍ରାଇଭ୍। ଆଜିଠୁ ସୋମବାର ପର୍ଯ୍ୟନ୍ତ ଚାଲିବ। ଏଇଟା ଡ୍ରାଇଭ୍ଟା କଣ୍ଟିନ୍ୟୁ ରହିବ। ଗୋଟିଏ ଗାଡ଼ି ଯଦି ଆପଣଙ୍କ ଡିପାର୍ଟମେଣ୍ଟକୁ 5,000 ଫାଇନ୍ ତାଙ୍କ ପାଇଁ କିଛି ଇମ୍ପୋର୍ଟାଣ୍ଟ ନାହିଁ। ବାରମ୍ବାର ଯଦି ସେଭଳି ବାରମ୍ବାର ଯଦି ସେମିତି ସେ ଭାଓଲେଟ୍ କଲା ତାହେଲେ ଆମେ ତାକୁ ସିଜ୍ କରିବା ପାଇଁ ବାଧ୍ୟ ହେବୁ। ପାଖାପାଖି 7ଟି ଗାଡ଼ି ଆଜି ଚାଲାଣ ହେଇଛି। କେତେ ଇୟର ଫାଇନ୍ ପଡିଛି? ତାର ପ୍ରତ୍ୟେକ ଗାଡ଼ିକୁ 5,000 ଲେଖା ଫାଇନ୍ ପଡ଼ିଛି। କୋଉ ଗ୍ରାଉଣ୍ଡରେ ସେମାନେ ଫାଇନ୍ ପକାଉଛି? ଆମର ଯେଉଁ ଗୁଡ୍ସ ଗାଡ଼ିରେ ପାସେଞ୍ଜର ନେଉଛନ୍ତି ତା ପାଇଁ ଫାଇନ୍ ପଡ଼ିଛି। ଆଜି ଆମର 3 ଦିନ ଚାଲିଛି ସ୍ପେଶାଲ ଡ୍ରାଇଭ୍। ଆଜିଠୁ ସୋମବାର ପର୍ଯ୍ୟନ୍ତ ଚାଲିବ। ଏଇଟା ଡ୍ରାଇଭ୍ଟା କଣ୍ଟିନ୍ୟୁ ରହିବ। ଗୋଟିଏ ଗାଡ଼ି ଯଦି ଆପଣଙ୍କ ଡିପାର୍ଟମେଣ୍ଟକୁ 5,000 ଫାଇନ୍ ତାଙ୍କ ପାଇଁ କିଛି ଇମ୍ପୋର୍ଟାଣ୍ଟ ନାହିଁ। ବାରମ୍ବାର ଯଦି ସେଭଳି ଯଦି ସେମିତି ସେ ଭାଓଲେଟ୍ କଲା ତାହେଲେ ଆମେ ତାକୁ ସିଜ୍ କରିବା ପାଇଁ ବାଧ୍ୟ ହେବୁ। ପାଖାପାଖି 7ଟି ଗାଡ଼ି ଆଜି ଚାଲାଣ ହେଇଛି। କେତେ ଇୟର ଫାଇନ୍ ପଡିଛି? ତାର ପ୍ରତ୍ୟେକ ଗାଡ଼ିକୁ 5,000 ଲେଖା ଫାଇନ୍ ପଡ଼ିଛି। କୋଉ ଗ୍ରାଉଣ୍ଡରେ ସେମାନେ ଫାଇନ୍ ପକାଉଛି? ଆମର ଯେଉଁ ଗୁଡ୍ସ ଗାଡ଼ିରେ ପାସେଞ୍ଜର ନେଉଛନ୍ତି ତା ପାଇଁ ଫାଇନ୍ ପଡ଼ିଛି। ଆଜି ଆମର 3 ଦିନ ଚାଲିଛି ସ୍ପେଶାଲ ଡ୍ରାଇଭ୍। ଆଜିଠୁ ସୋମବାର ପର୍ଯ୍ୟନ୍ତ ଚାଲିବ। ଏଇଟା ଡ୍ରାଇଭ୍ଟା କଣ୍ଟିନ୍ୟୁ ରହିବ। ଗୋଟିଏ ଗାଡ଼ି ଯଦି ଆପଣଙ୍କ ଡିପାର୍ଟମେଣ୍ଟକୁ 5,000 ଫାଇନ୍ ତାଙ୍କ ପାଇଁ କିଛି ଇମ୍ପୋର୍ଟାଣ୍ଟ ନାହିଁ। ବାରମ୍ବାର ଯଦି ସେଭଳି ଯଦି ସେମିତି ସେ ଭାଓଲେଟ୍ କଲା ତାହେଲେ ଆମେ ତାକୁ ସିଜ୍ କରିବା ପାଇଁ ବାଧ୍ୟ ହେବୁ।